କରିବାର ଅଧିକାର ସମସ୍ତଙ୍କର ଅଛି। ଆନ୍ଦୋଳନ କରନ୍ତୁ ସେମାନେ। ମୁଁ ଏ ଜାଗାରେ ପଚାରିବା ପାଇଁ ଚାହିଁଥିଲି, ଆମେ ଯେତେବେଳେ ଅଭିଯୋଗ କରିଥିଲୁ, ବିରୋଧୀ ଦଳରେ ଥିଲୁ, ଯେ ମମିତା ମେହେରର କଥା କେତେ ଦୂର ତଦନ୍ତ କରିଥିଲେ। ଆମେ କହିଥିଲୁ ମାହାଙ୍ଗା ଟ୍ରିପଲ୍ ମର୍ଡର କଥା, ଟ୍ରିପଲ୍ ମର୍ଡରରେ କେତେ ଦୂର ତଦନ୍ତ ହେଲା। ଏବଂ ତାପରେ ଆମର ଯେତେ ଯେତେ ହତ୍ୟାକାଣ୍ଡ ହେଇଗଲା, ଇଭେନ୍ କି ନବଦାସର ତଦନ୍ତ ଆମେ ସିବିଆଇ ତଦନ୍ତ ମାଗିଲୁ। ନବଦାସର ଏବେ ବି ମାଗୁଛୁ, ଏବେ ବି ମୁଁ ସେଥିରେ ଅଛି, ଷ୍ଟାଣ୍ଡରେ ଅଛି, ମୋ ଷ୍ଟାଣ୍ଡରେ ମୁଁ ଅଛି। କେତେ ଦୂର ହେଲା ତାଙ୍କ ସମୟରେ। ଯଦି ତୁମେ କୌଣସି ଜାଗାରେ ତଦନ୍ତ କରିନାହଁ, ତାହେଲେ ତୁମେ କେଉଁ ହିସାବରେ ଆଜି ତୁମେ ମାଗୁଛ? ତୁମର ମୋହ କେଉଁ ମୋହରେ ତୁମେ ମାଗୁଛ? ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା, ପ୍ରିନ୍ସିପାଲ ଆରେଷ୍ଟ ହେଇଗଲାଣି, ଲେକ୍ଚରର ଆରେଷ୍ଟ ହେଇଗଲାଣି, ବାକି ସମସ୍ତଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି। କେବଳ କଂଗ୍ରେସ ସାଙ୍ଗରେ ତାଙ୍କର ଗୋଟେ ପ୍ରତିଦ୍ୱନ୍ଦିତା ଅଛି, କିଏ ଆମ ସହିତ ଲଢ଼ିବ ବୋଲି। କଂଗ୍ରେସ ଆଉ ବିଜେଡି ଭିତରେ ଗୋଟେ ପ୍ରତିଦ୍ୱନ୍ଦିତା ଅଛି 2 ନମ୍ବର ବ୍ରୋଞ୍ଜ ଆମର ସିଲଭର ମେଡାଲ ପାଇଁ। ତ ସେମାନେ କରନ୍ତୁ ସେ ପ୍ରତିଯୋଗିତା, ଆମକୁ ସେଥିରେ କିଛି କହିବାର। ତଦନ୍ତ କରିକି କ'ଣ ସାବ୍ୟସ୍ତ କରିବା ପାଇଁ ଚାହୁଁଛୁ? ତଦନ୍ତ କଲେ କାର୍ଯ୍ୟାନୁଷ୍ଠାନ ତ ହେଇସାରିଲାଣି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆପଣ କହିଥାନ୍ତେ ତଦନ୍ତ କରାଯାଉ, ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ। ଯେତେବେଳେ କାର୍ଯ୍ୟାନୁଷ୍ଠାନ ଯାହା ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି, ତାପରେ ତଦନ୍ତର ମୂଲ୍ୟ କ'ଣ ଅଛି ମୁଁ ବୁଝିପାରୁନି। ଏଇଠି ତ ଅନ୍ୟ କଥା ଆସୁଛି। ଷ୍ଟୁଡେଣ୍ଟ କଂଗ୍ରେସ ଆଉ ବିଜେଡିର ନାଁରେ ଅଭିଯୋଗ ଆସୁଛି ଯେ ସେମାନେ ଛାତ୍ରୀଙ୍କୁ ଉସ୍କେଇଛନ୍ତି ବୋଲି। ସେମାନେ ଏବଂ କଂଗ୍ରେସ ବାଲାମାନେ ଗଣ୍ଡଗୋଳ କରିଛନ୍ତି ବୋଲିକି ଝିଅର ବାପା ବି ଅଭିଯୋଗ କରିଛି। ତ ଏଇଟା କୋଉଟାକୁ ଧରିବା? ଝିଅର ବାପାର କଥାକୁ ଧରିବା କି କାହାର କଥାକୁ ଧରିବା? ଦେଖନ୍ତୁ, ଗୋଟେ ରାଜନୀତିକ ଗୋଟିଏ ଘଟଣାଟେ ଘଟି, ଗୋଟେ ସମସାମୟିକ ଗୋଟିଏ, ଏଇଟା ଘଟଣା ନୁହେଁ, ଗୋଟେ ଦୁର୍ଘଟଣା। ଗୋଟିଏ ଦୁର୍ଘଟଣାଟେ ଘଟିଗଲେ ସେଥିରୁ ରାଜନୀତିକ ରୋଟି ସେକିବା ପାଇଁ ଉଭୟ କଂଗ୍ରେସ ଆଉ ବିଜେଡି ଚେଷ୍ଟା କରୁଛନ୍ତି। କିନ୍ତୁ ଆମେ ନବଦାସ ମର୍ଡରରେ ଆମେ ତ ନାଁ ଧରିଥିଲୁ, ଏଇ ଲୋକ ବିଧାନସଭାରେ ନାଁ ଧରିଥିଲୁ, କାହିଁ ତ ତଦନ୍ତ କିଛି କଲେ ନାହିଁ। କଂଗ୍ରେସର ଇତିହାସ ଦେଖ, କେତେ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ। ଆମ ଲୋକ ସମ୍ପୃକ୍ତ କି ଏଇ ଜାଗାରେ? ଆମେ ତ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଯଦି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ, ମୋ ମତରେ ଆଉ ଅଧିକ ତଦନ୍ତର ଆବଶ୍ୟକତା ନାହିଁ। ଆମେ ତ କହିଥିଲୁ, ସେଇ କଥା କହିଥିଲୁ ନବଦାସରେ, ତମର ମନ୍ତ୍ରୀ ନାଁରେ ଅଭିଯୋଗ ହେଉଛି, ତମର ମୁଖ୍ୟମନ୍ତ୍ରୀ ନାଁରେ ଅଭିଯୋଗ ହେଉଛି, ତମର ଆଉ କାହା ସଚିବ ନାଁରେ ଅଭିଯୋଗ ହେଉଛି, ତମେ ତ କାହିଁ ସିବିଆଇକୁ ଦେଲ ନାହିଁ? ଆଜି ପର୍ଯ୍ୟନ୍ତ ସେଇ ଅଭିଯୋଗ ରହିଛି। ତ ଏଇ ମାମିନା କେସ୍ରେ, ମାହାଙ୍ଗା କେସ୍ରେ, କେତେ କେସ୍ ତାଙ୍କ, କୋରାପୁଟର ଗୋଟେ କ'ଣ କେସ୍ରେ, ପିପିଲି କେସ୍ରେ, ହଜାର ହଜାର କେସ୍ ତାଙ୍କ ସମୟରେ ହେଲା। କେଉଁ କେସ୍ରେ ତଦନ୍ତ କଲେ ମୁଁ ଟିକେ ଜାଣିବାର ଲାଗି ଚାହୁଁଛି। ଗୋଟେ କେସ୍ରେ ତଦନ୍ତ କଲେ, ଆଉ ଏଇ ଯେଉଁ 24 ବର୍ଷର ସରକାରରେ ସେ କିଛି ନହେଲେ ବି 100 ପାଖାପାଖି ତଦନ୍ତ କମିଶନ ବସେଇଛନ୍ତି। କୋଟିକର ବି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରାଗଲା କି ରିପୋର୍ଟ ତଦନ୍ତ କରାଯିବ। କିଛି ଲୋକ ପଇସା ଖାଇବେ, ଦରମା ଖାଇବେ, ମାନେ କ'ଣ ଦରମା ନେବେ, ପଇସା ନେବେ, ଏବଂ ରିପୋର୍ଟଟା ବି ଉପସ୍ଥାପିତ ହବ ନାହିଁ। ତ ଲାଭ କ'ଣ? ଏଇଟା ଆଖି ଠରା ଭଳିଆ ଜିନିଷ। ଲୋକମାନଙ୍କର କଥାକୁ ଯଦି ପାର କରିଦେବା ପାଇଁ କେବଳ ତଦନ୍ତ କଥା କୁହାଯାଏ। ଆମେ ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛୁ। କଥାଟା ହେଲା, ସିବିଆଇ ସେ ସମୟରେ ଆମେ ଡିମାଣ୍ଡ କରିଥାନ୍ତୁ ଯେ ଯେଉଁ ସମୟରେ କାର୍ଯ୍ୟାନୁଷ୍ଠାନ ହେଇନଥାନ୍ତା। ଯଦି କାର୍ଯ୍ୟାନୁଷ୍ଠାନ ହେଇସାରିଛି ଏବଂ ସେମାନଙ୍କୁ ଗିରଫ କରିକି ଜେଲ୍ କଷ୍ଟଡିକୁ ପଠାଇ ଦିଆଯାଇଛି, ତାପରେ କ'ଣ ତଦନ୍ତର କୌଣସି ତଦନ୍ତର ବି ଆବଶ୍ୟକତା କ'ଣ ମୁଁ ବୁଝିପାରୁନି। ଏବେ ପୋଲିସ ଚାର୍ଜସିଟ୍ କରିବା କଥା, ଚାର୍ଜସିଟ୍ରେ କ'ଣ ହେଇଛି ଦେଖିବା କଥା। ତ ଯେଉଁ ଜାଗାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥାଏ, ସେ ଜାଗାରେ ଯଦି ପୋଲିସ କନଫ୍ୟୁଜ ଥାଏ, କ୍ରାଇମ ବ୍ରାଞ୍ଚ କନଫ୍ୟୁଜ ଥାଏ, ସେ ଜାଗାରେ ସିବିଆଇର ଇନକ୍ୱାରିର ଦାବି କରାଯାଏ।
কারণ আমি নবদাস কেসরে সিবিআইর তদন্ত দাবি করছিলু কারণ সে রাজ্য সরকার বড় বড় লোক গোটে আইপিএস অফিসর গোটে আইএএস অফিসর গোটে দুই জন বড় বড় ক্ষমতা অধিকারী নাঁরে অভিযোগ হয়েছিল এবং রাজ্য সরকার সেই লোক রাজ্য সরকার তদন্ত সংস্থা সেই লোক পৌঁছি পারিব ନାହିଁ বলিকি আমি সিবিআই করছিলু এবে তো কার্যানুষ্ঠান হয়ে সারিলানি কার্যানুষ্ঠান পরে কোউ জায়গায় তদন্ত হুয়ে যদি কি কহিদেব তাহলে মু মানিবি তাকে কার্যানুষ্ঠান পরে তদন্ত হুয়ে নাই তদন্ত পরে কার্যানুষ্ঠান হুয়ে ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ ଦିଏ ନୂଆ ଜୀବନ ଧାନ ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ ଅମଳ ବଢ଼ାଏ ରୋଗ କମାଏ ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ କରନ୍ତୁ ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍ ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in